ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 172ରେ କହୁଛନ୍ତି ନିୟମ ଦ୍ୱାରା କଦାପି ପୃଥିବୀର ରକ୍ଷା ହେବ ନାହିଁ। ତେଣୁ ମୋଜେସଙ୍କ ଦ୍ୱାରା ଘୋଷିତ ଅଧ୍ୟାଦେଶ ଗୁଡ଼ିକ ମନୁଷ୍ୟ ଜାତି ଲାଗି ଆଜି ମୃତ ତଥା ବ୍ରାହ୍ମଣ ମାନଙ୍କର ଶାସ୍ତ୍ର ମଧ୍ୟ ବିକୃତ ହୋଇ ପଡିଛି ଓ ମରି ମରି ଯାଉଛି। ସ୍ୱାଧୀନତା ପ୍ରାପ୍ତ ବିଧାନ ହିଁ ମୁକ୍ତି। ସ୍ୱାଧୀନତା ପ୍ରାପ୍ତ ବିଧାନ ହିଁ ମୁକ୍ତି। ପଣ୍ଡିତ ଦ୍ୱାରା ନୁହେଁ, ଯୋଗୀ ଦ୍ୱାରା। ମଠରେ ବାସ କରିବାକୁ ନିର୍ଦ୍ଦେଶ ଦେଉଥିବା ବିଚାର ଅଥବା ବିଧାନଟି ଦ୍ୱାରା ନୁହେଁ, ମାତ୍ର ଅନ୍ତରର କ୍ଷେତ୍ରରେ ହିଁ ସକଳ ବାସନା, ଅଜ୍ଞାନ ଏବଂ ଅହଙ୍କାରିତାର ବର୍ଜନ ଦ୍ୱାରା ହିଁ ତାହା ସମ୍ଭବ ହେବ। ଏଠି ପୁଣି ଆମ ପାଖକୁ ଆଉ ଗୋଟେ କଥା ସ୍ପଷ୍ଟ କରୁଛନ୍ତି, ଯେତେବେଳେ ମନୁଷ୍ୟ କିଛି କାହା ଭିତରେ ବି କିଛି ଅନ୍ତର୍ନିର୍ଦ୍ଦେଶ ଆସେ, ଯେତେବେଳେ ସେମାନେ ତାପରେ କଣ କରନ୍ତି, ତାକୁ ଯେତେବେଳେ ଶବ୍ଦ ମାଧ୍ୟମରେ ପରିପ୍ରକାଶ କରନ୍ତି, ସେତେବେଳେ ତାହା ବିକୃତ ହୁଏ। ବିକୃତି ହୁଏ, ନିଶ୍ଚୟ ହୁଏ, କାହିଁକିନା ଶବ୍ଦ ମାଧ୍ୟମରେ ଯେତେବେଳେ ପ୍ରକାଶ କରିବେ, ଯୋଉ ସୂକ୍ଷ୍ମ ଅନୁଭୂତିଟି ଥାଏ, ଯୋଉ ସୂକ୍ଷ୍ମ ନିର୍ଦ୍ଦେଶଟି ମଧ୍ୟ ଥାଏ, ଯୋଉ ଅନୁସ୍ପନ୍ଦନଟି ପରମେଶ୍ୱରଙ୍କ ପାଖରୁ ଆସିଥାଏ, ତାହା ଆଜ ଇଟ୍ ଇଜ ପରିପ୍ରକାଶ କରିଲା ବେଳକୁ ଶବ୍ଦ ମାଧ୍ୟମରେ ହୁଏ ନାହିଁ, ତାହା ବିକୃତ ହୁଏ। ବେଳେ ବେଳେ ଏମିତି ବି ଦେଖାଯାଇଛି ତାହା ପୁରା ବିକୃତ ହେଇଯାଇଛି। ଆପଣ ଦେଖିବେ ମଝିରେ ଅନେକ ଆଲୋଚନା ବି ହେଇଛି, ଚାଲୁଥିଲା ଯେ ଏବେ ଯୋଉ ବାଇବେଲ କଥା କୁହାହଉଛି ତାହା ବି ପ୍ରକୃତ ବାଇବେଲ ନୁହଁ ବୋଲି କେତେ ଜଣ ମତ ଦେଇଛନ୍ତି। ଆମେ ତା ଭିତରୁ ଯାଉନାହାନ୍ତି, କିନ୍ତୁ କଥା ହଉଛି ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ସେଥିରେ ବି ସେମିତି କୋରାନ ବିଷୟ ନେଇକି ବି ସେ ବିଷୟ ବି ଆଲୋଚନା ହେଇଛି। କୋରାନରେ କଣ କରାହେଇଛି, କୋରାନରେ ଲେଖାକୁ ବଦଳା ହେଇଛି ବୋଲି ମତ କରିଛନ୍ତି ଏବଂ ବଡ ବଡ ମୁସଲିମ ଇସଲାମର ସ୍କଲାର ମାନେ ତାକୁ ସିଧାସଳଖ ବ୍ୟାଖ୍ୟା ଯେତେବେଳେ ଦେଖୁଛନ୍ତି, ଦେଖେଇଛନ୍ତି ଯେ ନାଇଁ ଏମାନେ ଯୋଉ ବ୍ୟାଖ୍ୟା କରିଛନ୍ତି ଅନ୍ୟମାନେ, ତାହା ଯେ ପ୍ରକୃତରେ କୋରାନର ସେଇ ଲେଖା ଗୁଡାକର ବ୍ୟାଖ୍ୟା ନୁହେଁ, ସେ ଲେଖାଟା ଆଜ ଇଟ୍ ଇଜ କଣ ଅଛି ତାହା ବି ସେ ବର୍ଣ୍ଣନା କରିଛନ୍ତି। ମୁଁ ତାଙ୍କର ଅନେକ ଗୁଡାଏ ଇଣ୍ଟରଭ୍ୟୁ ଦେଖୁଥିଲି ଏବଂ ଆମର ହିନ୍ଦୁ ଶାସ୍ତ୍ରରେ ବି କଣ ହେଇଛି ନା, ଯାହା ବେଦ ଉପନିଷଦରେ ଯାହା ରହିଛି ତାକୁ ଯେତେବେଳେ ବ୍ୟାଖ୍ୟା କରୁଛନ୍ତି, ତାକୁ ଯେତେବେଳେ ଲୋକଙ୍କ ପାଖରେ ପହଞ୍ଚଉଛନ୍ତି, ସେତେବେଳେ ନିଜର ବ୍ୟାଖ୍ୟାକୁ ସେ ତା ଭିତରେ ରଖି ଦଉଛନ୍ତି। ସେଇଥିପାଇଁ ଏବେ ବି ଦେଖନ୍ତୁ ମା ଶ୍ରୀ ଅରବିନ୍ଦ ଯାହା ଲେଖିଛନ୍ତି, ଆପଣ ତାଙ୍କର ଲେଖାଟିକୁ ସିଧାସଳଖ ଯଦି ବୁଝି ନ ପାରୁଛନ୍ତି ମଧ୍ୟ କିନ୍ତୁ ପଢନ୍ତୁ, ବୁଝି ନ ପାରିଲେ ମଧ୍ୟ ପଢନ୍ତୁ। କଣ ହଉଛି, ଯେତେବେଳେ ବି ଆମେ ବ୍ୟାଖ୍ୟା କରୁଛୁ, ଯିଏ ବି ବ୍ୟାଖ୍ୟା କରୁଛନ୍ତି, ବେଳେ ବେଳେ ଏକ୍ସଟେମ୍ପୋ ହେଇକିରି କେତେକ ବ୍ୟକ୍ତି କଣ କରନ୍ତି, କେତେ ଜଣଙ୍କର ବି ମୁଁ ଶୁଣିଥିଲି ଯେ ସେମାନେ ମା କହିଛନ୍ତି ବୋଲି କହିକିରି ନିଜ କଥାକୁ କହୁଛନ୍ତି। ସେଥିପାଇଁ ବେଟର ହଉଛି ନିରାକରେ ସବୁବେଳେ ସେଥିପାଇଁ କୁହନ୍ତି ତମେ ଲେଖା ଧରିକି କୁହ, ଦରକାର ନାହିଁ କିଛି ଏକ୍ସଟେମ୍ପୋ କହିବା। ମାନେ କିଛି କିଛି ଲେଖା ରଖିବେନି, ମୁଁ ଏମିତି ବି କହିଦଉଛି, ବହୁତ କଥା ମନେ ରଖିଛି। ମାମୁଁ ସେଇ ସ୍ତରରେ ଥିଲେ, ସିଏ ଏକ୍ସଟେମ୍ପୋ ନୁହଁ, ସେ ଯେତେବେଳେ କହିବେ ସେ ଡାଇରେକ୍ଟ କଥା ହିଁ କୁହନ୍ତି। ତାଙ୍କୁ ଯଦି ପଚାରିବେ ସେ କହିବେ ଏଇ ପେଜରେ, ବହିର ଏଇ ପେଜରେ ଏଇ ଜାଗାରେ ରହିଛି, ସେ କହିଦେଇ ପାରନ୍ତି। ଇଭିନ୍ ବି ଅନେକ ସମୟରେ ଯଦି ପାଖରେ ଲ୍ୟାପଟପ୍ ନଥାଏ, ନିରାକରେ ହେଇ ମାମୁଁଙ୍କୁ ପଚାରନ୍ତି ଏବଂ ଲ୍ୟାପଟପରେ ଦେଖିଥିଲେ ମଧ୍ୟ ସେ ବେଳେ ବେଳେ ମାମୁଁଙ୍କ ପାଖରୁ ରେଫରେନ୍ସ ନିଅନ୍ତି। ମାମୁଁ ଆଉ ଏଇ ବିଷୟରେ ମୁଁ ଖୋଜୁଥିଲି, ଏଇଟା କୋଉଠି ଟିକେ ମିଳିବ। ସେଠୁ ମାମୁଁ ଏତେ ବିନମ୍ର ତମେ ଟିକେ ମାଙ୍କ ଭଲ୍ୟୁମରେ ସେଇ ନମ୍ବରଟା ଟିକେ ଦେଖିଦଉନ, ଆଉ ଶ୍ରୀରଞ୍ଜନଙ୍କର ଏଇ ଏଇ ଭଲ୍ୟୁମରେ ଏଇ ପେଜ ଗୁଡା ଟିକେ ଦେଖିଦଉ, ସେଇଠି ସବୁ ରହିଥିବ। ମାନେ ଯେମିତି ସତରେ ମାନେ ରହିଥିବ ସେ ଜାଣି। ଏବଂ ନିରାକାରୀଙ୍କ ମୁଖରୁ ମୁଁ ନିଜେ ଶୁଣିଛି, ନିରାକାରୀ କହନ୍ତି, ପଚାରିବା ବି ମୁଁ ଦେଖିଛି, ନିରାକାରୀ କହନ୍ତି ମୁଁ ଯାଇକି ଦେଖେ ଏକ୍ଜାକ୍ଟଲି ସେଇ ପେଜରେ ପୁରା ଯାହା ମୁଁ ଚାହୁଁଥିଲି ସେୟା ରହିଛି। ମୁଁ କହିଲି ଆପଣ ସର୍ଚ୍ଚ କରି ପାଇନଥାନ୍ତେ? କହିଲେ ଦେଖ, ସର୍ଚ୍ଚ କଲାବେଳେ ଆମେ ୱାର୍ଡ ବାଇ ୱାର୍ଡ ସର୍ଚ୍ଚ କରୁଛୁ, କିନ୍ତୁ ମୁଁ ଯୋଉ ପ୍ରଶ୍ନଟି ପଚାରିଲି ତାର ଉତ୍ତରଟା, ଯୋଉ ଭାବାର୍ଥର ଉତ୍ତରଟା ରହିଛି, ୱାର୍ଡ ବାଇ ୱାର୍ଡ ସର୍ଚ୍ଚରେ ସେଟା ମିଳିନାହିଁ।
କିନ୍ତୁ ଭାବାର୍ଥରେ ଯୋଉ ଉତ୍ତରଟା ପୁରା ଆପ୍ରୋପ୍ରିଏଟ ଉତ୍ତର, ମାମୁଁ ସିଧାସଳଖ ସେଇଟାକୁ କହୁଛନ୍ତି ଯେ ରେଫରେନ୍ସ ଦଉଛନ୍ତି ସେଇ ଗୋଟିକ। ତେଣୁ ସିଏ ହଉଛନ୍ତି ଅଲଗା ସ୍ତରର ବ୍ୟକ୍ତି। କିନ୍ତୁ ଅନେକ ବ୍ୟକ୍ତି ଅଛନ୍ତି ଯେ ଏକ୍ସଟେମ୍ପୋ ଯୋଉମାନେ ସବୁ କହୁଛନ୍ତି, ସେମାନେ ଜମାରୁ ରେଫରେନ୍ସ ଠିକ କହୁନାହାନ୍ତି। ତେଣୁ ମୁଁ ନିରାକାରୀଙ୍କର ସେଇ ନିର୍ଦ୍ଦେଶ ଆମେ ସମସ୍ତେ ଗ୍ରହଣ କରିବା ଯେ ଯେତେବେଳେ ମା ଶ୍ରୀରନ୍ଧଙ୍କ କଥା ଆମେ କିଛି କହୁଛନ୍ତି, ସେତେବେଳେ ସେତେବେଳେ ଆମେ ମା ଶ୍ରୀରନ୍ଧଙ୍କ ମେସେଜକୁ ଯଦି କୋଟ କରୁଛନ୍ତି, ତେବେ ସିଧାସଳଖ ଲେଖା ରଖିଥିବା ଦେଖିକି କହିବେ। କିଛି ଦରକାର ନାହିଁ ଏକ୍ସଟେମ୍ପୋ କହିବା। ଆଉ ଏବେ ଆଉ ଗୋଟିଏ ବି ଆମେ ସତର୍କ ରହିବା। ଚାଟ୍ ଜିପିଟିରେ ଯେତେବେଳେ ଆପଣ ବ୍ୟବହାର କରୁଛନ୍ତି ବା ପରଫେକ୍ଟଲିଟି ବ୍ୟବହାର କରୁଛନ୍ତି, ସେତେବେଳେ ଆପଣ ସିଏ କହିବ ଯେ ମଦରାନ ଶ୍ରୀରବିନ୍ଦ ଏହା କହୁଛନ୍ତି ବୋଲି। ଇଭିନ୍ ମୁଁ ଦେଖୁଥିଲି କୋର୍ଟର ମାନେ ଉଦ୍ଧୃତ ଚିହ୍ନ ଭିତରେ ଲେଖିଛି, ରେଫରେନ୍ସ ବି ଦେଇଛି, କିନ୍ତୁ ସେଇଟା ଡାଇରେକ୍ଟ ମେସେଜ ନୁହଁ, ଡାଇରେକ୍ଟ ଲେଖା ନୁହଁ। ଡାଇରେକ୍ଟ ଲେଖା ବି କେତେଟା ଦେଖଉଛି। ମୁଁ ଆଜି ବି ଦେଖୁଥିଲି ସିଏ ମାନେ ରଖିଛି ଅବଜେକ୍ଟିଭ ସେମ୍ ରଖିଛି, କିନ୍ତୁ ସେଇ ଯୋଉ ଲେଖାଟା ସେ ଲେଖା ଦେଖେଇଲା 12 ନମ୍ବର ଭଲ୍ୟୁମରେ କହିଲା ଲେଖିଛି ଯେ ମଦର୍ସ ଭଲ୍ୟୁମ 12 ନମ୍ବର ଅଛି ବୋଲି, କିନ୍ତୁ 12 ନମ୍ବରରେ ଆକୁରେଟ ସେଇ ଲେଖା ନାହିଁ। ଇଭିନ୍ ଏଜେଣ୍ଡାରେ ବି ଦେଖିଲି ଏଜେଣ୍ଡାରେ ବି ନାହିଁ। ତେଣୁ ଚାଟ୍ ଜିପିଟିରେ ବି ଯଦିଓ ସେ କୋର୍ଟ ଭିତରେ ଲେଖିକିରି ଦି ମଦର ବା ଶ୍ରୀରନ୍ଦ ବୋଲି ଲେଖିଲେ ମଧ୍ୟ ତାକୁ ଆପଣ ରେଫରେନ୍ସ ବହି ଦେଖିବେ। ଆଉ ମ୍ୟାକ୍ସିମମ୍ ଇଏ ଗୋଟେ ଅଭ୍ୟାସ ଏମିତି ଆସିଲାଣି, ସେ ପିଡିଏଫ ଟିକେ ଦେଖିଦବା। ଆପଣ ବହି ପାଖରେ ରଖିବେ, ବହି ରେଫରେନ୍ସଟା ଦେଖିବେ। ବେଳେ ବେଳେ କୋଉଠି କଣ ଯଦି ଆର୍ଥିକ ଅଭାବ ରହିଛି, ତେବେ ଆପଣ ଦେଖିବେ ପିଡିଏଫ ଦେଖନ୍ତୁ ପଛକେ, କିନ୍ତୁ ବହି ପାଖରେ ରଖିଲେ ପଢିବା ପାଇଁ ଯେମିତି ଆଗ୍ରହ ଆସେ ଏବଂ ଯୋଉଭଳି ଭାବରେ ତା ଭିତରୁ ସେନ୍ସ ଟା ନେଇ ହୁଏ ଏବଂ ବହି ପଢିଲା ବେଳେ ଜଣା ପଡେ ଯେ ମୁଁ କଣ ପଢୁଛି, କୋଉଟା ପଢୁଛି। ମୁଁ ତ ନିଜେ ଦେଖିଲିଣି ଯେ ପିଡିଏଫ ରେ ପଢିଲେ ସେଇ ଆସୁନି, ସେଟା ମନେ ରହୁନାହିଁ ବା ସେ ପ୍ରକାର ଆସୁନି। ତେଣୁ ଆମେ ପଢିବା। ଏଠି ଆମେ ଯୋଉଟା ଆଲୋଚନା କରୁଥିଲେ ଯେ ତେଣୁ ବ୍ରାହ୍ମଣ ମାନେ କଣ କଲେ, ତାକୁ ଶାସ୍ତ୍ରରେ ଗୋଟେ ଭିନ୍ନ ଭିନ୍ନ ଶାସ୍ତ୍ର ଅନୁମୋଦିତ କହିକିରି ଯୋଉ ଯୋଉ ଲେଖା ଗୁଡାକ ଲେଖିଲେ, ଧୀରେ ଧୀରେ ବିକୃତ କରି କରି ଚାଲିଲେ, ବିକୃତ କରିଦେଲେ। ତେଣୁ ପ୍ରଭୁ ଲେଖୁଛନ୍ତି ଯେ ଏଗୁଡାକ ହଉଛି ବିକୃତ ହେଇ ପଡିଛି, ମରି ମରି ଯାଉଛି। ତେଣୁ କହୁଛି ସ୍ଵାଧୀନତା ପ୍ରାପ୍ତ ହିଁ ବିଧାନ। ସେ ନିୟମ ଯୋଉ କରିଦେଲେ, ସେ ନିୟମ ଅନୁସାରେ ତମେ ମୁକ୍ତି ବା ପରମଙ୍କୁ ମିଳିବାର ଆଶା କ୍ଷୀଣ। ତେଣୁ ଲେଖୁଛନ୍ତି ସ୍ଵାଧୀନତା ଯଦି ତାକୁ ଦିଆଯାଉଛି, ସେଇଟା ସେଇ ବିଧାନ ହିଁ ହଉଛି ଆମକୁ ମୁକ୍ତି ଆଣିଦେବ। ସ୍ଵାଧୀନତା କୋଉ ଅର୍ଥରେ କୁହାହଉଛି? ମାନେ ମନ ଇଚ୍ଛା ସ୍ୱେଚ୍ଛାଚାରିତା ହେଇଗଲା ସେଟା। ମନ ଇଚ୍ଛା କରିବାଟାକୁ ଆମେ ବେଳେ ଭାବୁ ସ୍ୱାଧୀନତା, ସେଟା ହଉଛି ସ୍ୱେଚ୍ଛାଚାରିତା। ସେଟା ସ୍ୱାଧୀନତା ନୁହଁ, ସ୍ୱ ଅଧୀନ, ନିଜର ଅନ୍ତରର ନିର୍ଦ୍ଦେଶ ପାଳନ କରିବା। ସେଥିପାଇଁ ଶେଷକୁ ଲେଖୁଛନ୍ତି କଣ? ଅନ୍ତରର କ୍ଷେତ୍ରରେ ହିଁ ସକଳ ବାସନା, ଅଜ୍ଞାନ ଏବଂ ଅହଙ୍କାରିତାର ବର୍ଜନ ଦ୍ୱାରା ହିଁ ତାହା ସମ୍ଭବ ହେବ। ଅନ୍ତରର ନିର୍ଦ୍ଦେଶ ଗ୍ରହଣ କରିବି ଏବଂ ନିଜ ଭିତରୁ, ଏଠି ଅନ୍ତରର କ୍ଷେତ୍ରରେ କାହିଁକି କୁହାହେଲା ନା, ଆମେ ବାହାରକୁ ଲୋକ ଦେଖେଇବା ପାଇଁ, ସୁନ୍ଦର ଚେହେରା କରିବା ପାଇଁ ଆମେ ଏଇଟା ବର୍ଜନ କରିବା। ଇଏ ପ୍ରକାରର ଛଳନା ଆମ ପାଖରେ ଆମେ ଦେଖିବାକୁ ପାଇବା। ଏଠି କିନ୍ତୁ ବ୍ୟକ୍ତି ନିଜେ ନିଜକୁ ପଚାରିବ, ସିଏ ବର୍ଜନ କରିଛି ଅନ୍ତରରୁ ନା ବାହାରକୁ ଲୋକ ଦେଖିବା ପାଇଁ। ସେଥିପାଇଁ ଗୋଟେ ନିୟମ ଥାଏ, ଗୋଟେ ଯୋଉ ଢଗ ଅଛି କଣ, ମୋ ଯୋଉ ଅନ୍ୟ କାହାର ପୁଅ ମାଙ୍କଡ ମାରିଲେ ଦୋଷ, କିନ୍ତୁ ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ। କାହିଁକି ନା ସେମାନେ ଏମିତି ଭାବରେ କରିଥାନ୍ତି, ଯଦ୍ଵାରା କଣ ହୁଏ ଯେ ବ୍ରାହ୍ମଣ ମାନଙ୍କ ପୁଅ ମାଙ୍କଡ ମାରିଲେ କାହିଁ ଦୋଷ ନାହିଁ, କାହିଁକିନା ଖର୍ଚ୍ଚ ହବ, ଅମୁକ ହବ, ସିଏ ଆଉ ଗୋଟେ ନୂଆ ନିୟମ କରିଦିଅନ୍ତି। ତେଣୁ ଯୋଉ ବ୍ୟକ୍ତି ମାନେ ଏଇ ପ୍ରକାରର ନିୟମ କରୁଛନ୍ତି, ଏ ନିୟମ କେବେ ବି କାହାକୁ ପରମେଶ୍ୱରଙ୍କ ଆଡକୁ ନେଇଯିବ ନାହିଁ। ଏବଂ ଛଳନା କରୁଥିବା ବ୍ୟକ୍ତି ଆମେ ପୂର୍ବରୁ ଆଲୋଚନା କରୁଥିଲେ, ଯୋଉମାନେ ଛଳନା କରୁଛନ୍ତି ସେମାନଙ୍କ ଭିତରେ ଦେଇ ମା କାର୍ଯ୍ୟ କରିପାରନ୍ତି ନାହିଁ ବୋଲି ମା ନିଜେ କହୁଛନ୍ତି। ଏବଂ ସେମାନଙ୍କ ମଧ୍ୟ ଦେଇ ଅତିମାନସ ଶକ୍ତି ସଞ୍ଚରିତ ହୋଇପାରେ ନାହିଁ। ଏଇଟା ସିଧାସଳଖ ବାକ୍ୟ ଯୋଉଟା ଆମେ ପଢିଥିଲେ, ଆମେ କହୁଛନ୍ତି। ତେଣୁ ପଣ୍ଡିତ ଦ୍ଵାରା ନୁହେଁ, ଯୋଗୀ ଦ୍ଵାରା, ମଠରେ ବାସ କରିବାକୁ ନିର୍ଦ୍ଦେଶ ଦେଉଥିବା ବିଚାର ଅଥବା ବିଧାନଟି ଦ୍ଵାରା ନୁହେଁ, ଅନ୍ତର କ୍ଷେତ୍ରରେ ସକଳ ବାସନା, ସକଳ ଅଜ୍ଞାନତା, ସକଳ ଅହଙ୍କାରିତାକୁ ବର୍ଜନ ଦ୍ୱାରା ହିଁ
ସମ୍ଭବ ହେଇପାରିବ ବୋଲି ପ୍ରଭୁ ଲେଖୁଛନ୍ତି। ମା ତାରର ମା କହୁଛନ୍ତି ଏହି କଥାଟି ଅକାଟ୍ୟ ଭାବରେ ସତ୍ୟ ଏବଂ ଆମେ ଠିକ ସେଇ କଥାଟିକୁ କରିବାକୁ ହିଁ ଚେଷ୍ଟା କରୁଛୁ। ମାତ୍ର ମନୁଷ୍ୟର ସ୍ୱଭାବ ବଡ଼ ଦୁର୍ଦ୍ଦମନୀୟ ହୋଇ ରହିଛି ଏବଂ ଅଜ୍ଞାନ ଅଜ୍ଞାନ ତଥା ଅହଙ୍କାରକୁ ପରିତ୍ୟାଗ କରି ମୁକ୍ତି ହାସଲ କରିବାକୁ ଅତ୍ୟନ୍ତ ଆୟାସ ସାଧ୍ୟ ମନୁଛି। ଅଧିକ ସଂଖ୍ୟକ ମନୁଷ୍ୟ ବାସନା ଅଜ୍ଞାନ ଏବଂ ଅହଙ୍କାରିତାକୁ ପରିତ୍ୟାଗ କରି ମୁକ୍ତି ହାସଲ କରିବା ଅପେକ୍ଷା ସେଇଗୁଡ଼ିକ ପାଖରେ ଦାସ ହୋଇ ରହିବାକୁ ହିଁ ଅଧିକ ପସନ୍ଦ କରୁଛନ୍ତି। କାଁ ଭାଁ ବ୍ୟକ୍ତି ଆପଣ ଦେଖିବେ ଯୋଉମାନେ କି ଅହଙ୍କାରରୁ ମୁକ୍ତି ପାଇବା ପାଇଁ ଚାହାନ୍ତି ଏବଂ ଅଜ୍ଞାନତାରୁ ବାସନାରୁ ମୁକ୍ତି ପାଇବାକୁ ଚାହାନ୍ତି। ମନୁଷ୍ୟର ପ୍ରବୃତ୍ତିରେ ସମସ୍ତଙ୍କ ଭିତରେ ଯେହେତୁ ପ୍ରାଣ କଙ୍କରେ ସିଏ ଏସବୁ ଭିତରେ ବହୁତ ଯେପରି ଶକ୍ତି ପାଇଲା ଭଳିଆ ଅନୁଭବ କରେ, ତେଣୁ ସେ ଆସକ୍ତି ଭିତରେ ରହେ। କାମନା ବାସନା ଏସବୁ ଜିନିଷ ତାର ଆବଶ୍ୟକ ହୁଏ। ତାକୁ ସମସ୍ତେ ଲୋକ ଭଲ କୁହନ୍ତୁ ଏବଂ ମନର ନିମ୍ନ ମନରେ ଗୋଟେ ଗୁଣ, ସିଏ ସମସ୍ତଙ୍କ ପାଖରେ ପୂଜ୍ୟ ହୋଇ ରହିବାକୁ ଚାହେଁ, ସମସ୍ତଙ୍କ ପାଖରେ ଭଲ ହେଇ ରହିବାକୁ ଚାହେଁ, ଶ୍ରେଷ୍ଠ ଭଳି ଜଣା ପଡିବାକୁ ଚାହେଁ। ତେଣୁ କଣ ହୁଏ, ଲୋକ ଛଳନା କରନ୍ତି ଏବଂ ସେଇ ସ୍ୱଭାବରୁ ମୁକ୍ତି ପାଇବା ପାଇଁ ସେ ତାର ଦାସତ୍ୱରେ ରହିବାକୁ ପସନ୍ଦ କରନ୍ତି, ମୁକ୍ତି ପାଇବାକୁ ପସନ୍ଦ କରନ୍ତି ନାହିଁ। ମା ସେଟା କହୁଛନ୍ତି ଯେ ଅଧିକାଂଶ ଲୋକ ବାସନା ଅଜ୍ଞାନ ଏବଂ ଅହଙ୍କାରିତାକୁ ପରିତ୍ୟାଗ କରିବା ପରିବର୍ତ୍ତେ ତାର ଦାସ ହୋଇ ରହିବାକୁ ଶ୍ରେୟ ମଣୁଛନ୍ତି। ତେଣୁ ସେମାନଙ୍କ ପାଖରେ ଅସମ୍ଭବ ହେଇ ରହୁଛି। ସେମାନଙ୍କ ଭିତରେ ତ ଅତିମାନ ଶକ୍ତି କେବେ ବି ସଞ୍ଚରିତ ହେଇପାରିବ ନାହିଁ। ମା ତ କାମ କରିପାରିବେ ନାହିଁ। ତେବେ ଆମକୁ ସେତିକି ସତର୍କ ରହିବାକୁ ପଡିବ ଯେ ମୁଁ କାମନା ବାସନାକୁ ଗୁରୁତ୍ୱ ଦଉଛି ନା ମାଙ୍କୁ ଗୁରୁତ୍ୱ ଦଉଛି, ମୁଁ ଅଜ୍ଞାନତାକୁ ଗୁରୁତ୍ୱ ଦଉଛି ନା ମାଙ୍କର ଜ୍ୟୋତି ଆଲୋକ ଜ୍ଞାନ ତାକୁ ଗୁରୁତ୍ୱ ଦଉଛି। ମାଙ୍କର ଜ୍ୟୋତି ଆଲୋକ ଜ୍ଞାନକୁ ଗୁରୁତ୍ୱ ଦେବା ଅର୍ଥ ହଉଛି ଯେକୌଣସି ଜାଗାରେ ଗ୍ରହଣଶୀଳ ହେଇ ରହିବା, ନିଜକୁ ମୁଁ ହିଁ ଠିକ ଏଇ ଧାରଣାରୁ ବାହାରିବା ଏବଂ ମୁଁ ଯାହା କହେ କେବେ ଭୁଲ କହେ ନାହିଁ, ମୁଁ ଯାହା କହେ ପୁରା ଠିକ, ଏଇ ପ୍ରକାରର ଅହଙ୍କାରିତାରୁ ନିଜକୁ ମୁକ୍ତ ରଖିବା। ଏ ସବୁ ଛୋଟ ଛୋଟ ଅଭ୍ୟାସ, ଯଦି ମୁଁ ତା ଦେହରେ ମାଡି ବସି ରହିଗଲି ତେବେ ତାର ଦାସ ହେଇକି ରହିବି। ଯେମିତି କହନ୍ତି ନା, ମୁଁ ନାହିଁ ତ କିଛି ନାହିଁ। ଏଇ ଯୋଉ ଆମର ଭାଇର ଡାଇଲଗ କଣ, ଆମ ଭାଇ ଜଣେ ଡାଇଲଗ ଟା ଦେଲେ, ଦେଖିଲୁ ଦେଖିଲୁ ଏ ମୁଁ ଲଗେଇଥିଲି ବୋଲି ଗଛଟାରେ କେତେ ସୁନ୍ଦର ଫୁଲ ଫୁଟିଛି। ତୁମେ ଲଗାଅ କିମ୍ବା ଯିଏ ବି ଲଗାଉ, ଗଛରେ ଫୁଲ ଫୁଟିବ ଯେତେବେଳେ ସୁନ୍ଦର ହିଁ ଦେଖାଯିବ, କାହିଁକିନା ସୌନ୍ଦର୍ଯ୍ୟ ହଉଛି ତାର ଗୁଣ। ଆପଣ ଲଗେଇଥିଲେ ବୋଲି ଗଛରେ ଭଲ ଫୁଲ ଫୁଟିଛି, ଏଇ ଯୋଉ ଆଟିଚ୍ୟୁଡ ଇଟସେଲ୍ଫ ହଉଛି ଏକ ଚରମ ଅହଙ୍କାରର ଲକ୍ଷଣ। ତାର ଦାସ ଆପଣ ହେଇଗଲେଣି ବୋଲି ଜଣା ପଡୁଛି। ଏଇ ପ୍ରକାରର ଆମେ ନିଜକୁ ଦେଖିବା, ଟିକନିକ କରି ଦେଖିବା, ମାନେ ମର୍ସିଲେସ୍ ସ୍କ୍ରୁଟିନାଇଜର ଭଳି ନିଜକୁ ସ୍କ୍ରୁଟିନି କରିବା। ତାହେଲେ ମୋ ଭିତରେ ପରମ ତାଙ୍କର କାର୍ଯ୍ୟ କରିପାରିବେ, ଅତିମାନ ଶକ୍ତି ମୋ ଭିତରେ ସଞ୍ଚରିତ ହବ, ମା ମୋ ଭିତରେ କାମ କରିପାରିବେ। ମା ମା। ଥ୍ୟାଙ୍କ ୟୁ ଅଲ୍ ଓଭର।